ଚାଲି ଯାଇଥିବା ସମୟ କେବେ ଫେରି ନଥାଏ, କିନ୍ତୁ ସେହି ଚାଲି ଯାଇଥିବା ସମୟରେ ଲୋକଙ୍କ ବ୍ୟବହାର ସବୁବେଳେ ମନେ ରହିଥାଏ। ଅନ୍ୟ ଲୋକଙ୍କ ଠାରୁ ଅଧିକ ଆଶା ରଖନ୍ତୁ ନାହିଁ, ନହେଲେ ସବୁବେଳେ ଦୁଃଖରେ ରହିବେ ଓ ସେମାନଙ୍କୁ କିଛି ହେଲେ ଫରକ ପଡ଼ିବ ନାହିଁ। ଭରସା ତ ଆମ ନିଶ୍ୱାସ ଉପରେ ନାହିଁ, ତାହା କେତେବେଳେ ବନ୍ଦ ହୋଇଯିବ ଓ ଆମେ ଅନ୍ୟ ଲୋକଙ୍କ ଉପରେ ବିଶ୍ୱାସ କିପରି କରିବା? ମୋତେ ଏବେ କଷ୍ଟ ହେଉନାହିଁ, ମୁଁ ଯେତେ ଉପରୁ ପଡ଼ିଲେ ମଧ୍ୟ, କାହିଁକି ନା ମୋତେ ସେହି ହାତ ଠେଲିଦେଲେ ଯେଉଁମାନଙ୍କୁ ମୁଁ ମୋ ଠାରୁ ଅଧିକ ବିଶ୍ୱାସ କରୁଥିଲି। ଯିଏ ଆପଣଙ୍କ ମନର କଥାକୁ ବୁଝି ମଧ୍ୟ ଆପଣଙ୍କୁ କଷ୍ଟ ଦେଇଥାଏ, ସେ କେବେ ହେଲେ ଆପଣଙ୍କର ହୋଇନଥାଏ। ଆପଣଙ୍କ ବିଶ୍ୱାସ ପାହାଡ଼କୁ ମଧ୍ୟ ହଲେଇ ପାରିବ ଓ ଆପଣଙ୍କ ସନ୍ଦେହ ଆପଣଙ୍କ ସମ୍ପର୍କ ମଧ୍ୟରେ ପାହାଡ଼ ମଧ୍ୟ ସୃଷ୍ଟି କରିପାରିବ। ଆପଣ ଏହା ଭାବନ୍ତୁ ନାହିଁ କି ଏକା ଅଛନ୍ତି, ଆପଣ ଏହା ଭାବନ୍ତୁ କି ଏକା ହିଁ ଯଥେଷ୍ଟ ଅଟନ୍ତି। ମନାଇବାର ଅଧିକାର ନିଜ ଲୋକ ହିଁ ଦେଇଥାନ୍ତି, ବାହାର ଲୋକଙ୍କ ଆଗରେ ହସିବାକୁ ହିଁ ପଡ଼ିଥାଏ। ମୁଁ ଯେତେବେଳେ ପାଣିରେ ବୁଡ଼ୁଥିଲି, ନଦୀକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଥିଲା, କାହିଁକି ନା ନିଜେ ବଞ୍ଚିବା ପାଇଁ ଅନ୍ୟ କାହାକୁ ଡାକୁନଥିଲି। ଯେଉଁ ଲୋକ ଚୁପ୍ ରହିଥାଏ, ସେହି ଲୋକ ଚୁପ୍ ରହିବା ଭିତରେ ମଧ୍ୟ ବହୁତ କିଛି କହିଦେଇଥାଏ। ଆମେ ଯେଉଁ ଲୋକକୁ ଯେତେ ଅଧିକ ସ୍ନେହ କରିଥାଉଁ, ସେହି ଲୋକ ଆମକୁ ସେତେ ଅଧିକ କଷ୍ଟ ଦେଇଥାଏ। ଭରସା କରନ୍ତୁ, କିନ୍ତୁ କାହା ଭରସାରେ ନ ରୁହନ୍ତୁ। ଆଜିକାଲି ବିଷରେ ମଧ୍ୟ ସେତେ ବିଷ ନଥାଏ, ଯେତେ ବିଷ କିଛି ଲୋକ ଅନ୍ୟ ଲୋକଙ୍କ ପାଇଁ ତାଙ୍କ ମନରେ ରଖିଥାନ୍ତି। ଲୋକଙ୍କ ପାଇଁ ଆପଣ ସେତେବେଳ ପର୍ଯ୍ୟନ୍ତ ଭଲ ଅଟନ୍ତି, ଯେତେବେଳ ପର୍ଯ୍ୟନ୍ତ ଆପଣ ତାଙ୍କ ଇଚ୍ଛାକୁ ପୂରଣ କରନ୍ତି। ଆଜିର ଦୁନିଆରେ ଲୋକ ନିଜ ଦୁଃଖରେ କମ୍ ଓ ଅନ୍ୟର ଖୁସିରେ ଅଧିକ ଦୁଃଖିତ ହୁଅନ୍ତି। ଭଲ ହୁଅନ୍ତୁ, କିନ୍ତୁ ତାକୁ ପ୍ରମାଣ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଖୁସି ରହିବା ପାଇଁ ଯିଏ ଜୀବନ ସାରା ଦୁଃଖରେ ରହେ, ତାକୁ ମଣିଷ କହନ୍ତି। ଚାଲିଯିବ ଏହି ସମୟ ଆପଣଙ୍କ, ଟିକିଏ ଧୈର୍ଯ୍ୟ ରଖନ୍ତୁ। ଯେତେବେଳେ ଖୁସି ନ ରହିଲା, ଦୁଃଖର କ'ଣ ଅସ୍ତିତ୍ୱ ଅଛି? ଗୋଟିଏ କ୍ଷଣ ପାଇଁ ମାନି ନିଅନ୍ତୁ, ଭାଗ୍ୟର ଲେଖା ବଦଳେ ନାହିଁ, କିନ୍ତୁ ଆପଣ ଲେଖିବା ତ ଆରମ୍ଭ କରନ୍ତୁ। କିଏ ଜାଣିଛି ଭାଗ୍ୟ ହିଁ ବଦଳିଯିବ। ଆଜିର ଭିଡ଼ିଓଟି କିପରି ଲାଗିଲା କମେଣ୍ଟ କରନ୍ତୁ। ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖାହେବ ଆଉ ଏକ ଭିଡ଼ିଓ ସହିତ। ଧନ୍ୟବାଦ।